ହେଲେ ମୋ ଭଉଣୀ ଶ୍ରାବଣୀକୁ ମୁଁ ଜମା ଦେଖା ପାଉନି। ହେଲେ ସେ ଏତେବେଳେ ହେଲା କୋଉଠିକି ଯାଇଛି? ଆରେ ନା ନା, ମୁଁ ନିଶ୍ଚୟ ଜାଣିଛି। ମୋ ଭଉଣୀ ଶ୍ରାବଣୀ ତା ସାଙ୍ଗସାଥି ମେଳାରେ ସେ ଫୁଲଦାରେ ଖେଳିବା ପାଇଁ ନିଶ୍ଚୟ ଯାଇଥିବ। ହେଲେ ସେ କ'ଣ ମୋ ସହିତ ଆଜି ଖେଳିବାନି? ନା, ଆଜି ଆସୁ, ତା ସହିତ ମୁଁ ଆଜି ଜମା କଥା ହେବିନି। ସତରେ ଆଜି ତା ସହିତ ମୁଁ କଟି 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 କରିଦେବି। ହଁ, ଭଉଣୀ ଶ୍ରାବଣୀ, ଏ ଭଉଣୀ ଶ୍ରାବଣୀ। ମୁଁ ଠିକ ଜାଣିଛି ତୁ ମୋ ପଛରେ ଆସିକି ମୋ ଆଖି ଜାଣିଛୁ ମୋ ଯିବୁ ବୋଲି। ହେଲେ ଭଉଣୀ, ଏତେବେଳେ ହେଲା ତୁ କୋଉଠି ଥିଲୁ? ଆରେ ମାରିନି ହଁ, ଦେ, ମୁଁ ତ ମୋ ସାଙ୍ଗମାନଙ୍କ ସହିତ ସେଇ ଫୁଲ ବଗିଚାକୁ ଖେଳିବା ପାଇଁ ଯାଇଥିଲି। ଆରେ ତୁ ତୋ ସାଙ୍ଗସାଥି ମେଳାରେ ସେ ଫୁଲ ବଗିଚା ଖେଳିବା ପାଇଁ ଯାଇଥିଲୁ। ହେଲେ ତୁ କ'ଣ ମୋ ସହିତ ଖେଳିବୁନି? ଏ ତୁ କ'ଣ ମୋର ଆସିବା ଟିକେ ଡେରି ହେଇଗଲା ବୋଲି ତୁ କ'ଣ ମୋ ଉପରେ ରାଗିଛୁ? ଆରେ କେମିତି ଲାଗିବନି କହୁନୁ? ଆଜି ସକାଳେ ତୋତେ ଏଇ ରାଜମହଲରେ ଭଉଣୀ ଶ୍ରାବଣୀ 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 ବାଲି ମୁଁ ତୋତେ ଅପେକ୍ଷା କରିଛି। ଆଜି ସତରେ ମୁଁ ତ ଆଜି ଜମା କଥା ହେବିନି। କଟି କଟି କଟି। ଆରେ ମାରିନି ହେଲା ବାବା ହେଲା, ଆଜି ଦିନ ଠାରୁ ମୁଁ ମୋ ସାଙ୍ଗମାନଙ୍କ ସହିତ ସେଇ ଫୁଲ ବଗିଚାରେ ଖେଳିବା ପାଇଁ ଯିବିନି। ମୁଁ ତୋ ସହିତ ଏଇ ରାଜପ୍ରସାଦରେ ଖେଳିବି। ଏଇ ମାନିନି ଭଉଣୀ ଶ୍ରାବଣୀ, ତୁ ସତରେ ଆଜି ମୋ ସହିତ ତୁ ଖେଳିବୁ? ହଁ, ମୁଁ ତୋ ସହିତ ଏଇ ରାଜପ୍ରସାଦରେ ଖେଳିବି। ହେଲେ ଭଉଣୀ, ଆମେ କି ଖେଳ ଖେଳିବା କହୁନୁ? କି ଖେଳ ଖେଳିବା? ହଁ, ଏଇ ଚାଲୁନୁ ସେଇ ଛୋଟ ପିଲାର କିଛି ସ୍ମୃତିକୁ ମନେ ପକେଇ ଆମେ ବହୁ ଚୋରି ଖେଳ ଖେଳିବା, ଲୁଚକାଳି ଖେଳିବା, ଆଉ ପୁଚି ଖେଳ ମଧ୍ୟ ଖେଳିବା। ଠିକ ଅଛି ରେ ଭଉଣୀ। ତାହେଲେ ଚାଲ ଭଉଣୀ, ପ୍ରଥମେ ଆମେ ପୁଚି ଖେଳ ଖେଳିବା ରେ ଭଉଣୀ। ଠିକ ଅଛି। मनीनी साबरी परिती चांदनी चांदनी पर चांदवा परिती रसना गौरी हटी साबरी झरी जाई बड़ा सापरी खेली बाने दुई भौरी खेली बाने दुई भौरी हटी साबरी झरी जाई बरसा पानी खेलीबाने दुई भौरी
ଭଉଣୀ ପିତା ମାତା କହନ୍ତି ଆମେ ଦି ଭଉଣୀ ହଉଛି ଗୋଟେ ବଗିଚାରେ ଫୁଲା ସତରେ ଭଉଣୀ ଗୋଟେ ବଗିଚାରେ ଦୁଇଟି ଫୁଲା କିଏ ଦେବ ତାର ମୂଳା ମୂଳା ଗୋଟେ ବଗିଚାରେ ଦୁଇଟି ଫୁଲା କିଏ ଦେବ ତାର ମୂଳା ମୂଳା ପାଦରେ ନେଇଛି ମୁପୁରା ତାର କିଛି ମେହେନ୍ଦି ତାର ଅତରା ମତେ ହୋଇଗଲା ସତରା ଦେଖୁଛି ତୁ ଦିନକୁ ଦିନ ଭାରି ଦୁଷ୍ଟାମି ଯାଉଛୁ ଭଉଣୀ ଶ୍ରାବଣୀ ଦେଖ ଆମେ ତ ଦୁଇ ଭଉଣୀ এই ফুলে দিয়ে খেলেছিলে ଆଉ ଖେଳି ଖେଳି ତୁ ହାରି ଯାଇଛୁ ଆଉ ଖେଳି ଖେଳି ସେ ଖେଳରେ ମୁଁ ଜିତି ଯାଇଛି ସେଇଠାରେ କ'ଣ ମୋର ଦୋଷ କଣ କହିଲୁ ଖେଳି ଖେଳି ତୁ ଜିତି ଯାଇଛି ଆଉ ମୁଁ ହାରି ଯାଇଛି ନାଇଁ ନାଇଁ ନାଇଁ, ହେଇପାରିବନି କାହିଁକି ତୁ ମତେ ଜାଣି ଶୁଣିକି ତଲେ ପକେଇ ଦେଇଛୁ ଏ ଭଉଣୀ ଦେଖ ତୁ ହାରି ଯାଇଛୁ ଆଉ ମୁଁ ଜିତି ଯାଇଛି ହଁ ନା ହେଲା ବାବା ହେଲା ତୁ ଜିତି ଯାଇଛୁ ଆଉ ମୁଁ ହାରି ଯାଇଛି ଏବେ ଖୁସି ନା ଏବେ ମୁଁ ବହୁତ ଖୁସି ହେଲେ ଭଉଣୀ ଦେଖ ଆମେ ତ ଖେଳରେ ଅନେକ ଗୁଣ ଖେଳ ଖେଳି ସାରିଛି ହେଲେ ଆମେ ତ ସମ୍ପୂର୍ଣ୍ଣ ଭାବେ ପିତା ମାତାକୁ ଭୁଲି ଯାଇଛୁ ରେ ଭଉଣୀ ସତରେ ପିତା ମାତାଙ୍କ କଥା ତ ଆମେ ଦିଜଣ ଭୁଲି ଯାଇଛେ ହଁ ନେ ଚାଲ ପିତା ମାତାକୁ ଆମେ ଅପେକ୍ଷା କରିବା ଠିକ ଅଛି ରେ ଭଉଣୀ ଚାଲ ପିତା ଶ୍ରାବଣୀ ମାତା ଆମର ପ୍ରଣାମ ଘେନା କରନ୍ତୁ ଉଠ ଉଠ ମା ଶ୍ରାବଣୀ ମା ଆରେ ମା ଶ୍ରାବଣୀ ହଁ ପିତା ମାନିନୁ ପିତା ତୁମେ ସକାଳ ପହରୁ ଖେଳିବା ପାଇଁ ଯାଇଛ ଯେ ସୂର୍ଯ୍ୟ ଅସ୍ତ ହେବାକୁ ହେଲାଣି ହେଲେ ଏଯାଏ କାହିଁକି ଘରକୁ ଫେରିଲନି ମା ଦେଖୁନ ପିତା ଏଇ ମାନିନୀ ଜିତ୍ କଲା ବୋଲି ମୁଁ ତା ସହିତ ଟିକେ ଏଇ ରାଜପ୍ରସାଦରେ ଖେଳୁଥିଲି ହେଲେ ଜାଣିଛ ମା ଏଇ ମାନିନୀ ନା ଦିନକୁ ଦିନ ଭାରି ଦୁଷ୍ଟାମି ହେଇଯାଉଛି ଏଇ ମା ଇଏ ନା ମତେ ଜାଣି ଶୁଣିକି ତଳେ ପକେଇ ଦେଇଛି ମା ଜାଣିଶୁଣି କାହିଁକି ମତେ ଶ୍ରାବଣୀ ତଳେ ପକାଇ ଯାଇଛି ମା ନା ନା ସେ ମିଛ କହୁଛି ଦେଖ ଆମେ ଦୁଇ ଭଉଣୀ ଆମେ ପୁଚି ଖେଳ ଖେଳିଥିଲା ବେଳକୁ ସେ ସମ୍ପୂର୍ଣ୍ଣ ଭାବେ ସେ ହାରି ଯାଇଛି ଆଉ ମୁଁ ସେ ଖେଳରେ ମୁଁ ଜିତି ଯାଇଛି ମା ସେଠାରେ କ'ଣ ମୋର ଭୁଲ ଆଉ ଦେଖୁନ ପିତା ଇଏ ଆଉ କଣ ଭୁଲ କରିଛି ଜାଣିଛ ଇଏ ନା ଆଗରେ ଆସି ମୋର ସବୁ ଖାଇବାକୁ ଏକାଠି ଖାଇ ଦେଇଛି ତୁ
ଏମିତି କାହିଁ କରୁଛୁ ମା ସେ ପରା ତ ଭଉଣୀ ପିତା ଦେଖ ଖେଳିଲା ବେଳକୁ ମତେ ବହୁତ ଜୋରେ ଭୋକ ଲାଗିଲା ପିତା ସେଥିପାଇଁ ମୁଁ ଶ୍ରାବଣୀ ଜଣ ଦେଇ ମୁଁ ଜଣେ ସବୁ କିଛି ଖାଇଦେଇଛି ପିତା ଆରେ ମୋ ମାରି ରେ ତୁ ଏମିତି କାହିଁ କରୁଛୁ ରେ ମା ତୁ ପରା ମୋ ସୁନା ଝିଅ ହଁ ପିତା ମୁଁ ଆପଣଙ୍କର ସୁନା ଝିଅ କଣ କହିଲେ ପିତା ମାନିନୀ ତମର ସୁନା ଝିଅ ଦେଖ ନା ମା ଏଇ ମାନିନୀ ଯେତେ ବି ଦୁଷ୍ଟାମି କଲେ ପିତା ସବୁବେଳେ ମାନିନୀକୁ ହିଁ ଅଧିକ ଭଲ ପାଉଛନ୍ତି ସେ ତ ମତେ ଜମାରୁ ବି ଭଲ ପାଉନାହାନ୍ତି ଏ ମା ଶ୍ରାବଣୀ ହଁ ମା ତ ପିତା ତୁମ ଦୁଷିମାକୁ ବହୁତ ଭଲ ପାଆନ୍ତି ରେ ମା ନାଇଁ ମା ନାଇଁ ତମେ ଯାହା କହୁଛ ସବୁ ମିଛ କହୁଛ ମୁଁ ଜାଣିଛି ପିତା ସବୁବେଳେ ହିଁ ମାନିନୀକୁ ଅଧିକ ଭଲ ପାଉଛନ୍ତି ଯାଅ ମୁଁ ତମ ସହିତ ଆଜି ଦିନଠାରୁ କଥା ହେବିନି ନାରୀ ବା ଶ୍ରାବଣୀ ତୁ ସେମିତି କହନା ତୁ ବି ପରା ମୋ ସୁନା ଝିଅ ଶ୍ରାବଣୀ ଏ ମା ଶ୍ରାବଣୀ ତୁ ରୁଷୁନା ରେ ମା ତୁ ରୁଷୁନା ଶ୍ରାବଣୀ ରୁଷନା ଝିଆଲା ମୋର ଅଭିମାନିନୀ ଲା ମୋର ଅଭିମାନିନୀ ଏ ମା ଶ୍ରାବଣୀ ତୁ ରୁଷୁନା ରେ ମା ତୁ ରୁଷୁନା ଝିଆଲା ମୋର ଅଭିମାନିନୀ ଲା ମୋର ଅଭିମାନିନୀ ରୁଷନା ଝିଆଲା ମୋର ଅଭିମାନିନୀ ଲା ମୋର ଅଭିମାନିନୀ ତାହା ଖୋଜୁଥିବୁ ତତେ ଆଣିଦେବି ତତେ ଆଣିଦେବି ତାହା ଖୋଜୁଥିବୁ ତତେ ଆଣିଦେବି ସୁନା ଝିଅ ଆଉ ଜମାନା ଗଣି ରୁଷନା ଝିଅଲୋ ମୋର ଅଭିମାନିନୀ ଲୋ ମୋର ଏ ବସନା ପଡ଼ି ତୁ ରୁଷୁନା ରେ ମା ତୁ ରୁଷୁନା ହାତେ ଧରେଇବି କାନ୍ଧରେ ମୁହିଁ ଛିଣ୍ଡେଇ ଆଣି ଲୋ ମୁହିଁ ଛିଣ୍ଡେଇ ଆଣି ଶ୍ରାବଣୀ ହାତେ ଧରେଇବି କାନ୍ଧରେ ମୁହିଁ ଛିଣ୍ଡେଇ ଆଣି ଲୋ ମୁହିଁ ଛିଣ୍ଡେଇ ଆଣି ତୋର ପାଖେ ପାଖେ ସଦା ରହିଥିବି ସଦା ରହିଥିବି ତୋର ପାଖେ ପାଖେ ସଦା ରହିଥିବି ତୁ ଘାସୁଲେ ଖାଇ ରୁଷି ଯାଉନି ରୁଷନା ଝିଅଲୋ ମୋର ଅଭିମାନିନୀ ଲୋ ମୋର ଅଭିମାନିନୀ ରୁଷନା ଝିଅଲୋ ମୋର ଅଭିମାନିନୀ ଲୋ ମୋର ଅଭିମାନିନୀ ଏ ମା ଶ୍ରାବଣୀ ତୁ ରୁଷୁନା ରେ ମା ତୁ ରୁଷୁନା ତୁ ଯଦି ରୁଷିଗଲେ ମୁଁ ଆଉ ସହ୍ୟ କରିପାରିବି ନାହିଁ ଲୋ ମା ସହ୍ୟ କରିପାରିବି ନାହିଁ ଠିକ ଅଛି ଯେତେବେଳେ କହୁଛ ଆଜି ମୁଁ ତମ କଥା ମାନି ନେଉଛି ଆରେ ମା ହେଲେ ଦେଖ ପିତା ମୋର ଏମିତି ଭୁଲ ଆଉ କେବେ ବି ହବନି ମୁଁ କାନ ଧରିଛି ମା ହ୍ୟାଲୋ ମା ଶ୍ରାବଣୀ ପିତା ମୋର ବି ଭୁଲ ଯାଇଛି ପିତା ମୁଁ ଆଉ ଦିନେ କେବେ ହେଲେ ବି ଏମିତି ଭୁଲ କରିବିନି ପ୍ରଥମେ ମୋ ଭଉଣୀ ଶ୍ରାବଣୀକୁ ଖାଇବା ଦେଇ ଯାହା ବଚିବ ପଛରେ ମୁଁ ଖାଇବି ତୁ ଠିକ କହିଛୁ ରେ ମାନିନୀ ତୁ ଠିକ କହିଛୁ ହେଲେ ପିତା ଆପଣଙ୍କୁ ମୁଁ କିଛି କହିବା ପାଇଁ ଚାହୁଁଛି ପିତା ଆରେ ମୋ ମନରେ
ତୁ ଯାହା କହିବାର ଥିଲେ ତୋ ପିତା ଆଗରେ ପ୍ରକାଶ କରେ ଲୁମା, ପ୍ରକାଶ କରେ। ପିତା ମୁଁ ନା ସାଙ୍ଗସାଥି ମେଳରେ ସେ କୁସୁମ ଉଦ୍ୟାନ ବୁଲି ଯିବା ପାଇଁ ଚାହୁଁଛି ପିତା। ମୁଁ ବି ଯିବି। ନା ମୁଁ ତୋ ସହିତ ଜମା ଯିବିନି। ତୁ ଯଦି ମୋ ସହିତ ଚାଲିଗଲେ ପ୍ରଥମେ ସବୁ ଫଳକୁ ତୁ ଛିଣ୍ଡେଇ ଦଉ। ଆରେ ମା ମାନିନି, ତୁ ଏମିତି କାହିଁ କହୁଛୁ? ସେ ପରା ତୋ ଭଉଣୀ, ତୋ ସାଇତେ, ତାକୁ ନେ ରେ ମା, ଉଦ୍ୟାନ ତୁ ନେ। ନା ପିତା ନା, ମୁଁ ତା ସହିତ ମୁଁ ଜମା ଯିବା ପାଇଁ ଚାହୁଁନି। ହଉ ହେଲା, ମୁଁ ବି ତା ସହିତ ଜମାରୁ ବି ଯିବା ପାଇଁ ଇଚ୍ଛା ମୁଁ ହଉନି। ବି ଯିବିନି। ମା ଆପଣ ପିତାକୁ ମନାନ୍ତୁ ନୁହେଁ। ମୁଁ ମୋ ସାଙ୍ଗସାଥି ମେଳରେ ସେ କୁସୁମ ଉଦ୍ୟାନ ବୁଲି ଯିବା ପାଇଁ ଚାହୁଁଛି ମା। ସ୍ୱାମୀ ଶାନ୍ତି, ମାନେ ଯଦି କହୁଛି ତା ସାଙ୍ଗସାଥି ସହିତ ଖେଳିବାକୁ ଯିବା ପାଇଁ, ଏ ତାକୁ ମନା କରୁନି ସ୍ୱାମୀ। କାହିଁକି ନା ତାକୁ ଯଦି ମନା କରିଦେଲେ ତା ମନ ଛୋଟ ହେଇଯିବ। ତୁମେ ଠିକ କହିଛ ଶାନ୍ତି। ହଁ ସ୍ୱାମୀ। ଯଦି ମନା କରିବା ତାହେଲେ ତା ମନ ଦୁଃଖ ହବ। ଏ ମା ମାନିନି, ପିତା ତାହେଲେ ତୁ ଏକୁଟିଆ ଯିବୁନି ରେ ମା, ତୋ ସାଙ୍ଗମାନଙ୍କ ସହିତ ସେଇ ଉଦ୍ୟାନକୁ ଯାଇ ବୁଲି ଆସିବୁ ରେ ମା। ଠିକ ଅଛି ପିତା। ତାହେଲେ ମୁଁ ସାଙ୍ଗସାଥି ମେଳରେ ସେ କୁସୁମ ଉଦ୍ୟାନ ବୁଲି ଯିବି ପିତା। ଠିକ ଅଛି ରେ ମା, ହଁ, ଶ୍ରାବଣୀ, ଏଇ ମା, ମୁଁ ବି ତମକୁ କିଛି କହିବା ପାଇଁ ଚାହୁଁଛି ମା। କଣ କହିବାକୁ ଚାହୁଁଛି ବିଧାନ? ମା, ଏଇ ମାନେ ତ ଚାଲିଯିବ ତା ସାଙ୍ଗମାନେ ସେଇ ଫୁଲ ବଗିଚାକୁ। କହିବ ଶ୍ରାବଣୀ। ହେଲେ ମା, ଏଇ ମାନେ ବି ନା ମତେ ଏ ଘରେ ଜମାରେ ବି ଭଲ ଲାଗିବନି। ସେଥିପାଇଁ କହୁଛି ମା, ମୁଁ ବି ମୋ ସାଙ୍ଗମାନଙ୍କ ସହିତ ସେଇ ପାହାଡ଼ ଜଣାପିଲାକୁ ବୁଲି ଯିବା ପାଇଁ ଚାହୁଁଛି। ସତରେ ନା ଶ୍ରାବଣୀ? ତମେ ଟିକେ ପିତାଙ୍କୁ କୁହନ୍ତୁ ନା ମା। ସ୍ୱାମୀ, ଶ୍ରାବଣୀ ମଧ୍ୟ ତା ସାଙ୍ଗ ସହିତ ମାନଙ୍କୁ ଖେଳିବାକୁ ଯିବାକୁ କହୁଛି। ତୁମେ ଠିକ କହିଛ ଶାନ୍ତି। ସ୍ୱାମୀ, ଯଦି ଆମେ ପିଲାମାନଙ୍କୁ ମନା କରିବା ତାହେଲେ ତାଙ୍କର ମନ ଦୁଃଖ ହେବ। ଏ ମାସର ବଢି ହଁ ପିତା। ତୁ ବି ଯିବୁ ରେ ମା, ତୋ ସାଙ୍ଗମାନଙ୍କ ସହିତ ସେଇ ଝରଣାକୁଲାକୁ ଯାଇ ବୁଲିକି ଆସିବୁ ରେ ମା, ବୁଲିକି ଆସିବୁ। ତାହେଲେ ଠିକ ଅଛି ପିତା, ତେବେ ଆମକୁ ଅନୁମତି ଦିଅନ୍ତୁ। ଏ ମା ମାନିନି, ଏ ମା ଶ୍ରାବଣୀ, ତୁମେ ଦୁଇ ଜଣ ହେଉଛ ଗୋଟିଏ ବଗିଚାର ଫୁଲ, ହେଲେ ତୁମ ସାଙ୍ଗ ସହିତ ସେ ଖେଳିବାକୁ ଯାଉଛ। ହଁ ହେଲେ ଶୀଘ୍ର ଫେରି ଆସିବରେ ଧନ। ଠିକ ଅଛି ମା। ଏ ମା ଶ୍ରାବଣୀ, ହଁ ଏ ମା ମାନିନି, ଆଉ ଯିବା ପୂର୍ବରୁ ତୁମେ କିଛି ଖାଇକି ଯିବରେ ଧନ। ଖାଇକି ମା, ହଁ, ତମେ ତ ଆମ ପାଇଁ ରୋଷେଇ କରିଦେଇଛ। ହଁ ଧନ, ତୁମ ପାଇଁ ମୁଁ ରୋଷେଇଘରେ ଭଲ ସ୍ୱାଦିଷ୍ଟ ଖାଦ୍ୟ ତିଆରି କରି ରଖିଦେଇଛି। ଏମିତି ଯା ଭାଗବାଣ୍ଟ ଖାଇ ଖେଳିବାକୁ ଯିବ। ଠିକ ଅଛି ମା, ତାହେଲେ ବି ଆମକୁ ଅନୁମତି ଦିଅ। ହଁ ଧନ। ଭଉଣୀ ଶ୍ରାବଣୀ, ପିତା ମାନେ ତ ଆମକୁ ଅନୁମତି ଦେଇଛନ୍ତି ଯେ ସେଇ ଫୁଲ ବଗିଚାକୁ ଆଉ ସେଇ ପାହାଡ଼ ଝରଣାକୁ ବୁଝି ଯିବା ପାଇଁ। ହଁ ହେଲି ଜାଣିଛୁ, ମତେ ନା ଭାରି ଜୋରରେ ଭୋକ ଲାଗୁଛି। ହଁ ଭଉଣୀ ଦେ, ସେତେବେଳେ ତ ମୁଁ ସବୁ ଖାଇବା ଖାଇ ଦେଇଥିଲି। ହେଲେ ତୁ କହୁଥିଲ ଭୋକ ଲାଗୁଛି ବୋଲି, ଯା ଶୀଘ୍ର ଖାଇବା ନେଇକି ମୋ ପାଖକୁ ଚାଲି ଆଲେ ଭଉଣୀ। ଠିକ ଅଛି ବାବା, ତୁ ଅପେକ୍ଷା କର, ମୁଁ ତୋ ପାଇଁ ଖାଇବା ନେଇକି ଆସିଛି। ଠିକ ଅଛି ଭଉଣୀ। Thank you.